ଗୌରବ କହିବେ, ଯଦି ପଲ୍ଲବୀ ଏତିକି ସାହାଯ୍ୟ କରିନଥାନ୍ତେ ତାହେଲେ ମୁଁ ଏତେବେଳକୁ ଜେଲରେ ଥାଇ ସଜା କାଟୁଥାନ୍ତି। ପଲ୍ଲବୀ କ'ଣ କହି ତମକୁ ଥ୍ୟାଙ୍କ ୟୁ କହିବି ମୁଁ ନିଜେ ବି ବୁଝିପାରୁନି। କିନ୍ତୁ ମୁଁ ପ୍ରମିସ୍ କରୁଛି, ଯେତେବେଳେ ମୋ ଆବଶ୍ୟକତା ଫିଲ୍ କରିବ ମୁଁ ତମକୁ ସାହାଯ୍ୟ କରିବା ପାଇଁ ପାଖରେ ଯାଇ ପହଞ୍ଚିଯିବି। ତାପରେ ବିନୋଦ କହିବେ, ଗୌରବ, ଆମେମାନେ ତତେ ସନ୍ଦେହ କରି ବହୁତ ବଡ଼ ଭୁଲ କରିଛୁ। ତାପରେ ମମତା କହିବେ, ହଁ ଗୌରବ, ତୁ ଆମକୁ କ୍ଷମା କରିଦେ। ତାପରେ ଗୌରବ କହିବେ, ନାଇଁ ମା, ସତରେ ମୁଁ ଭୁଲ ଥିଲି, ଅବାଟକୁ ଚାଲି ଯାଇଥିଲି। କିନ୍ତୁ ପଲ୍ଲବୀ ଯୋଗୁଁ ଠିକ୍ ବାଟକୁ ଆସିଛି। ଆଉ ବାପା ମାଙ୍କ ପାଇଁ ସନ୍ତାନର ମୂଲ୍ୟ କ'ଣ ସେ କଥା ବି ବୁଝିପାରିଛି। ବାପା, ମା, ଅତୀତରେ ମୁଁ ତମକୁ ବହୁତ ଖରାପ ବ୍ୟବହାର କରିଛି। ପାରୁଛ ଯଦି ମୋତେ କ୍ଷମା କରିଦିଅ। ତାପରେ ବିନୋଦ ଗୌରବକୁ ହକ୍ କରିବେ। ତାପରେ ସମସ୍ତେ ଦେଖି ଖୁସି ହେଇଯାଉଛନ୍ତି। ତାପରେ ରୁବି ମନେ ମନେ କହିବେ, ଏ ପଲ୍ଲବୀ ସତକୁ ସତ ହିରୋଇନ୍ ପାଲଟିଗଲା। ମୁଁ ଭାବିଥିଲି ଏ ପଲ୍ଲବୀକୁ ଫସେଇ ମମତା, ବିନୋଦ, ରିମଝିମକୁ ଏ ଘରୁ ବାହାର କରିଦେବି। କିନ୍ତୁ ବାଜି ଓଲଟିଗଲା। ତାପରେ ପଲ୍ଲବୀ କହିବେ, ବାବା, ଭାଇଙ୍କୁ ସନ୍ଦେହ କରି ଅଫିସରୁ ବାହାର କରିଦେଇଥିଲେ। କିନ୍ତୁ ଏବେ ଭାଇ ନିର୍ଦ୍ଦୋଷ ବୋଲି ଜାଣିସାରିଛନ୍ତି ଯେତେବେଳେ ମୁଁ ଚାହୁଁଛି ଭାଇଙ୍କୁ ପୁଣି ଥରେ ତାଙ୍କ ପୋଜିସନରେ ସେଟେଲ୍ କରିଦିଅନ୍ତୁ। ତାପରେ ରୁବି କହିବେ, ବିଲକୁଲ ନୁହଁ ଆନନ୍ଦ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ରୁବି କହିବେ, ମାନେ ମୁଁ କହିବା କଥା କି ଜଣେ ଜେଲ୍ ଫେରନ୍ତାକୁ ଅଫିସରେ ପୁଣି ଥରେ ଜାଗା ଦେଲେ କମ୍ପାନୀ ରେପୁଟେସନରେ ଆଞ୍ଚ ଆସିବ। ମାୟା ହେଇଥିଲେ ଏମିତି କେବେ ବି କରେଇ ଦେଇନଥାନ୍ତା। ତାପରେ ରିମଝିମ ମନେ ମନେ କହିବେ, ଆଶ୍ଚର୍ଯ୍ୟ, ଗୌରବକୁ ମୁକୁଲେଇବା ପଛରେ ପଲ୍ଲବୀର ହାତ ଅଛି ନା ରୁବି ଆଣ୍ଟିଙ୍କର। ପଲ୍ଲବୀ ଗୌରବକୁ ପୁଣି ଥରେ ସେଟେଲ୍ କରିବାକୁ ଗଲାବେଳେ ରୁବି ଆଣ୍ଟି ତାକୁ ବିରୋଧ କରୁଛନ୍ତି। ତା ମାନେ ମୁଁ ପଲ୍ଲବୀକୁ ଆଉ ଭୁଲ ବୁଝୁନି ତ? ପୁଣି ରୁବି କହିବେ, ଆନନ୍ଦ, ମାୟା ବି ତ ତମ କମ୍ପାନୀର ଷ୍ଟେକ୍ ହୋଲ୍ଡର। ଆଉ ତା ବିନା ପରମିଶନରେ ତମେ ଗୌରବକୁ କେବେ ବି ଜବ୍ ଦେଇ ପାରିବନି। ତାପରେ ଗୋଟେ ଲୋକ ଆସି କହିବେ, ଆନନ୍ଦ ବାବୁ କେମିତି ଅଛନ୍ତି? ଘରକୁ ଆସି କହିବେ, ଜୟ ଶ୍ରୀରାମ। ତାପରେ ଆନନ୍ଦ ସେ ଲୋକଙ୍କ ପାଖକୁ ଆସି କହିବେ, ଆରେ ୱାହ, ଏମଏଲଏ ଭୈରବ ଭରଦ୍ୱାଜ, ୱାହ, ହ୍ୱାଟ୍ ଏ ପ୍ଲେଜେଣ୍ଟ ସରପ୍ରାଇଜ୍। ତାପରେ ଏମଏଲଏ କହିବେ, ଯାହା ହଉ, ମୋର ବଡ଼ ଭାଗ୍ୟ। ମୁଁ ତ ଭାବିଥିଲି ଆପଣ ମୋତେ ଭୁଲି ଯାଇଥିବେ। ଯାହା ହଉ ଚିହ୍ନି ପାରିଲେ। ତାପରେ ଆନନ୍ଦ କହିବେ, ଇଲେକ୍ସନ ପରେ ନେତାମାନେ ଜନତାକୁ ଭୁଲି ଯାଆନ୍ତି ସାର୍, କିନ୍ତୁ ଜନତା ସବୁବେଳେ ନେତାଙ୍କୁ ମନେ ରଖିଥାନ୍ତି। ତାପରେ ଏମଏଲଏ କହିବେ, ଦେଶର ଦୁର୍ଭାଗ୍ୟ ଆନନ୍ଦ ବାବୁ, ଲୋକମାନେ ଠିକ୍ ଏହା ହିଁ ଭାବିଥାନ୍ତି। କିନ୍ତୁ ଆମେ ନେତାମାନେ ଜନତା ଜନାର୍ଦ୍ଦନଙ୍କ ବିନା ଆମର ଅସ୍ତିତ୍ୱ କ'ଣ ଅଛି? ଯାହା କୁହନ୍ତୁ ପଛେ ଆନନ୍ଦ ବାବୁ, ଏମଏଲଏ ଭୈରବ ଭରଦ୍ୱାଜ ସେ ଭଳିଆ ଲୋକ ନୁହେଁ। ତ ଦର୍ଶକ ବନ୍ଧୁ, ଏବେ ଏଇ ଏମଏଲଏ ବି ରୁବି ସାଙ୍ଗରେ ସାମିଲ ହେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।